जय श्री जगन्नाथ। आज आम वास्तुशास्त्र उपक्रम मान वास्तु विषय आज आम जाना गोटे नॉर्मल डिस्क्रिप्शन रहिबो वास्तुर उपादेयता विषय तो आज आम केवल से वास्तुशास्त्र उपक्रम बा तार उपादेयता विषय जानिबा एवं जदि वास्तु दोष गुड़ाक रहे वास्तु दोष घरे रहे कौन प्रोब्लेम हो वास्तु दोष यदि कम रहे कौन प्रोब्लेम हो से विषय गोटे नॉर्मल डिस्कशन आरंभ करवा। तेणु सर्वप्रथमे सेमती हमर गुरुदेव गणपति जगदम्बा एवं वास्तुशास्त्रर जे हमर पराशर मुनि तांको प्रणाम जणाई आरंभ करुछु मु। ताले वास्तुशास्त्र विषय जानिया ପାଇଁ कि जदि माने जणा जाए माने वास्तुशास्त्र विषय जाना जाए तार उल्लेख तार जो उपादेय देयता चारि वेदरे आपण मानकु मिली जिवो। चारि वेदरे ऋग यजुर साम अथर्व एथरे आपनको जेमिति हेले वास्तुशास्त्र उपादेयता मिली जिवो सेतर कोनोसी संदेहर अवकाश नाही। किंतु एहार माने वास्तुशास्त्र प्रथम सिद्धांत ऋग्वेदर वर्णना ହେଇଛି ଏବଂ ଏହାର ଉପବେଦର ମଧ୍ୟ ବର୍ଣ୍ଣନା ହେଇଛି। ଏବଂ ଏଇ ଆମର ବାସ୍ତୁଶାସ୍ତ୍ରଟି ସ୍ଥାପତ୍ୟ ବେଦ ମଧ୍ୟ ଅଟେ। ତାକୁ ମଧ୍ୟ ସ୍ଥାପତ୍ୟ ବେଦ ବୋଲି କୁହାଯାଏ। ଏବଂ ଏ ସବୁ ପୁରାଣ ଶାସ୍ତ୍ରରେ ଆପଣ ଯଦି ପଢିବେ ମାନେ ଯଦି ପୁରାଣ ଶାସ୍ତ୍ରର କଣ୍ଟେଣ୍ଟ ବି ସର୍ଚ୍ଚ କରନ୍ତି ଆପଣ ମାନେ ପାଇଯିବେ ଯେ ବାସ୍ତୁଶାସ୍ତ୍ର ମତ୍ସ୍ୟ ପୁରାଣ ସ୍କନ୍ଦ ପୁରାଣ ଅଗ୍ନି ପୁରାଣ ବାୟୁ ପୁରାଣ ଗରୁଡ ପୁରାଣ ଭବିଷ୍ୟ ପୁରାଣ ସବୁଥିରେ ଆପଣ ବାସ୍ତୁଶାସ୍ତ୍ରର ଉପାଦେୟତା ମିଳିବ। ଯଦି କୌଣସି ଶାସ୍ତ୍ର କେତେ ଇମ୍ପୋର୍ଟାଣ୍ଟ ମୁଁ ଆଗରୁ କହିଛି ଏବେ ବି ମଧ୍ୟ କହୁଛି କି ଶାସ୍ତ୍ରର ପ୍ରମାଣ ହିସାବରେ କୌଣସି କାମ କରିଲେ ସେଟା ବହୁତ ମଧୁର ହୁଏ। ଏବଂ ଆମର ପୁରାତନ ଋଷି ମାନେ ଯୋଉମାନେ ଥିଲେ ସେମାନେ ବହୁତ ବଡ ବଡ ବିଜ୍ଞାନୀ ଥିଲେ ଏବଂ ସେମାନେ ଯେତେବେଳେ ଆମକୁ କୌଣସି ଧରୋହର ଦେଇଛନ୍ତି ସେମାନେ ନିଶ୍ଚିତ ଭାବରେ ସେଟାକୁ ଭାବି ଚିନ୍ତି ବୁଝି ଦେଇଛନ୍ତି ଯାହା ଦ୍ୱାରା ମଣିଷର ଜୀବନ ଶୈଳୀ ବା ଜୀବନର ବଞ୍ଚିବାଟା ବହୁତ ସୁନ୍ଦର ହେଇପାରିବ। ଯଦି ଆମେ ସେ ଜିନିଷ ଗୁଡାକୁ ନେଗ୍ଲେକ୍ଟ କରିବା ଇଗ୍ନୋର କରିବା ତାହେଲେ ସେ ଜିନିଷଟା ଠିକ ରହିବନି। ଆମର ଆମର ଜୀବନ ଶୈଳୀକୁ ଆମର ପରିବାର ଯଦି ଆଗ ମଣିଷର ମନ ଠିକ ରହିଲେ ତ ଜୀବନ ଠିକ ରହିବ। ମଣିଷର ଯଦି ପରିବାର ଠିକ ରହିବ ତ ତାହେଲେ ସେ କିଛି ଗୋଟେ କନଷ୍ଟ୍ରକ୍ଟିଭ ଆଇଡିଆ ତା ମୁଣ୍ଡରେ ଆସିବ ସେ କିଛି କରିବାକୁ ଚେଷ୍ଟା କରିବ। ଯଦି ଯୋଉଠି ରହୁଥିବା ସେ ଜାଗାରେ ଯଦି ଦୋଷ ରହିଗଲା ତାହେଲେ କଣ ହବ ନା ସେଠି ତାକୁ ବହୁ ବିଭିନ୍ନ ପ୍ରକାର ସମସ୍ୟା ଦେଖିବାକୁ ମିଳିବ। ଯଦି କୌଣସି ଲୋକ ସମସ୍ୟାରେ ଜର୍ଜରିତ ରହିଗଲା ତାର ଜୀବନରେ ପାରିପାର୍ଶ୍ବିକ ଅବସ୍ଥାରେ ଯୋଉଠି ରହୁଛି ସେଇ ଦୋଷ ଯୋଗୁ ସେ ନ ଜାଣିଥିବା ଯୋଗୁ ପ୍ରୋବ୍ଲେମ ହେଇଗଲା ତାହେଲେ ତ ସେ ପ୍ରୋବ୍ଲେମରେ ହିଁ ଫସିକିନା ରହିଯିବ। ଏମିତି ମୋର କହିବାର ତାତ୍ପର୍ଯ୍ୟ ଏୟା ନୁହଁ ଯେ କାହା ଜୀବନରେ ପ୍ରୋବ୍ଲେମ ନାହିଁ ବୋଲି ସମସ୍ତଙ୍କ ଜୀବନରେ ପ୍ରୋବ୍ଲେମ ଅଛି। କିନ୍ତୁ ଯେତେବେଳେ ମୌଳିକ ମୌଳିକ ପ୍ରୋବ୍ଲେମ ଦ୍ଵାରା ତାର ବାରମ୍ବାର କୌଣସି ଲୋକର ଜୀବନରେ ପ୍ରୋବ୍ଲେମ ଆସୁଛି ମାନେ ତା ଘରେ ନିଶ୍ଚିତ ଭାବରେ ବାସ୍ତୁର କିଛି ନା କିଛି ପ୍ରୋବ୍ଲେମ ରହୁଛି। ଆଉ ସମସ୍ତଙ୍କ ପାଖରେ ସେ ଜ୍ଞାନଟା ବି ନାହିଁ ଏବଂ ସମସ୍ତଙ୍କ ପାଖରେ ବି ସେତିକି ଆମାଉଣ୍ଟର ପଇସା ନାହିଁ କି ସମସ୍ତେ ତାକୁ ପଢିକି ତାକୁ ଇମ୍ପ୍ଲିମେଣ୍ଟ କରିପାରିବେ। ତେଣୁ ଆମେ ଗୋଟେ ଜଷ୍ଟ ଗୋଟେ ପ୍ରୟାସ କରୁଛୁ କି ୟା ମାଧ୍ୟମରେ ଲୋକମାନଙ୍କ ଭିତରେ ଯଦି ସଚେତନତା ସୃଷ୍ଟି ହବ ଏବଂ ଆମେ ସିରିୟଲି ଏଇ ଜିନିଷଟାକୁ ଧୀରେ 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 ଆଗକୁ ଆଗକୁ କରି କରି ଚାଲିବୁ। ମୁଁ ବାସ୍ ଆଜି ଆପଣ ମାନଙ୍କୁ ଗୋଟେ ଦଉଛି ଗୋଟେ ଗୋଟେ ଓଭରଭ୍ୟୁ ଆପଣ ମାନଙ୍କୁ ଦଉଛି କି ଆପଣ ମାନେ ବୁଝନ୍ତୁ କି ଆର କେତେ ମାନେ ମାନେ ଉପାଦେୟତା ଅଛି। ରାମାୟଣ ମହାଭାରତ ଚାଣକ୍ୟଙ୍କ ଅର୍ଥଶାସ୍ତ୍ର ମାନେ ଯେତେ ସବୁ ଅଛି ବିଭିନ୍ନ ଯେତେ ଆପଣ ଗ୍ରନ୍ଥ ଦେଖିବେ ସେ ଗ୍ରନ୍ଥରେ ଆପଣଙ୍କୁ ବାସ୍ତୁର ଉପାଦେୟତା ଆପଣଙ୍କୁ ଦେଖିବାକୁ ମିଳିବ। ଆଉ ସେଇଟା ବୈଦିକ କାଳରୁ ମଧ୍ୟ ପ୍ରଚଳିତ ହେଇ ଆସୁଛି। ଆପଣ ଯଦି ହରପ୍ପା ମହେଞ୍ଜୋଦାର ସଭ୍ୟତା ଦେଖିବେ ତାହେଲେ ସେ ସଭ୍ୟତା ଭିତରେ ମଧ୍ୟ ବାସ୍ତୁର ଏକ ନିଖୁଣ ଶୈଳୀ ଦେଖିବାକୁ ମିଳିବ। ତ ଇଏ ଥିଲା ଗୋଟେ ଜଷ୍ଟ ଓଭରଭ୍ୟୁ କି ପୁରାଣ ଶାସ୍ତ୍ରରେ ଓଲ୍ଡ ଲୋକମାନେ ଯୋଉମାନଙ୍କର ଆନସେଷ୍ଟର୍ସ ମାନେ ଥିଲେ ସେମାନେ କେତେ ମାତ୍ରାରେ ଉନ୍ନତି ଥିଲେ। ଦେଖ ଆଜି କୋଣାର୍କ ମନ୍ଦିର ଏକ ବିଶ୍ଵର ଗୋଟିଏ ଏତେ ସୁନ୍ଦର ଗୋଟେ ଡେଷ୍ଟିନେସନ ମାନେ ଏତେ ତା ଦେହରେ ବାସ୍ତୁର ଜିନିଷ ୟୁଜ ହେଇଛି। ଆଉ ଜଗନ୍ନାଥ ମନ୍ଦିର ତା ଦେହରେ କେତେ ବାସ୍ତୁର ଜିନିଷ ୟୁଜ ହେଇଛି ତାର କେତେ କେତେ କଥା ଶୁଣିବାକୁ ମିଳୁଛି। ତାହେଲେ ସେମାନେ ସେଇ କଳାଟାକୁ ଓଡିଶାବାସୀ ଧରିକି ରଖିଥିଲେ ବୋଲି ତ ସେ ମନ୍ଦିର ନିର୍ମାଣର କାର୍ଯ୍ୟ ଗୁଡାକୁ ଅତି ସୁଚାରୁ ରୂପେ ସମାପନ କରିଥିଲେ ଯାହାକି ଆଜି ବିଶ୍ୱ ସ୍ତରରେ ମଧ୍ୟ ଆଦୃତ। ଯଦି ସେଇ ଜିନିଷଟାକୁ ଆମେ ଟିକେ ଟିକେ ଜାଣିବା ଆମକୁ ନିଜ ଜୀବନରେ ଯଦି ଇମ୍ପ୍ଲିମେଣ୍ଟ କରିବାକୁ ଚେଷ୍ଟା କରିବା ତାହେଲେ ସେଇଟା ବହୁତ ମାନେ ଆମକୁ ଉପାଦେୟ ରହିବ। ବେସିକାଲି ବାସ୍ତୁଟା ନା ପଞ୍ଚଭୂତକୁ ନେଇକି ସବୁ ତାର ଖେଳ ଯେତିକି ବାସ୍ତୁର ଯେତିକି ସବୁ ଯୋଉ ପ୍ରୋସେସିଂ ଟା ଚାଲେ ମୋ ଜାଣିବା ହିସାବରେ ପଞ୍ଚଭୂତକୁ ନେଇକି ଚାଲେ। ଯେ ଏଇ ପଞ୍ଚଭୂତ ବାହାରେ କିଛି ଜିନିଷ
ଏଇ ଇଏ ଜଗତରେ ନାହିଁ। ମାନେ ମୋର ଏଇ ଯୋଉ ଏଇ ଜିନିଷରେ ଅଗ୍ନି ପୃଥିବୀ ବାୟୁ ଜଳ ଆକାଶ, ଅଗ୍ନି ପୃଥିବୀ ବାୟୁ ଜଳ ଆକାଶ, ଆଉ ଗୋଟେ କଣ ରହିଲା ଭାଇ, କଣ ଛାଡୁଛି? ଅଗ୍ନି ପୃଥିବୀ ବାୟୁ ଜଳ ଆକାଶ, ଅଗ୍ନି ପୃଥିବୀ ବାୟୁ ଜଳ ଆକାଶ, ଏଇ ତ କହିଲି ପଞ୍ଚଭୂତ। ଏଇ ପଞ୍ଚଭୂତ ଉପରେ ରହୁଛି। ଆପଣ ମାନେ ଦେଖିବେ ଯଦି ଘରେ ଯଦି କାହାର ବାସ୍ତୁ ଦୋଷ ଥିବ ବା ଯେକୌଣସି ଲୋକ ଯୋଉଠି ରହୁଥିବ ସେଠି ଯଦି ତାର ବାସ୍ତୁ ଦିଗର ବାସ୍ତୁ ଦୋଷଟି ଥିବ, ତାହେଲେ ବହୁତ କିଛି ଜୀବନରେ ସେ ପ୍ରୋବ୍ଲେମ କରେ। ତେଣୁ କୌଣସି ଗୋଟେ ଲୋକ ଯଦି ଘର ନିର୍ମାଣ କରୁଛି ବା ଯୋଉ ଘରେ ସେ ରହୁଛି, ଗୋଟେ ବାସ୍ତୁବିତ୍ କୁ ଡାକି, ସେ ପାଖ ଏରିଆରେ କୌଣସି ବି ଜାଣିଥିବା ଯୋଉ ଆକ୍ଚୁଆଲି ବାସ୍ତୁବିତ୍, ଯିଏ କି ଗୋଟେ ସ୍ପିରିଚୁଆଲ ଲୋକ ହେଇଥିବ, ଯିଏ ପଇସା ଆଣ୍ଠିବାକୁ ଚାହୁଁନଥିବ, ସେଇଭଳିଆ ଲୋକକୁ ଯଦି ଡାକେ ଏବଂ ତା ଦେହରେ କିଛି ଚେଞ୍ଜେସ୍ କରେ ବାସ୍ତୁର, ତାହେଲେ ସେ ନିଶ୍ଚିତ ଭାବରେ ତାର ଯୋଉ ସମସ୍ୟାଟି ବର୍ତ୍ତମାନ ଚାଲିଛି ତା ଦୂର ସେ ଉନ୍ମୁକ୍ତ ହେଇପାରିବ ବା ତା ପ୍ରୋବ୍ଲେମ ଟା ଦୂର ହେଇପାରିବ। ଆପଣ ମାନେ ଦେଖିବେ ଯେମିତି ଠିକ ଡାକ୍ତରକୁ ଦେଖେଇଲେ ଠିକ ରୋଗର ଚିକିତ୍ସା ହୁଏ, ଯଦି ସେମିତି ଠିକ ବାସ୍ତୁବିତ ପାଖକୁ ଯିବେ, ସେ ଯଦି ଆପଣ ସେ ଲୋକଟି ଯଦି ସ୍ପିରିଚୁଆଲିଟି ହେଇଥିବା ଦରକାର, ସେ ଭକ୍ତଟି ହେଇଥିବା ଦରକାର, ଯଦି ସେଇ ଲୋକଟା ସେମିତି ସ୍ପିରିଚୁଆଲ ଭକ୍ତ ନ ହେଇଥିବ, ତାହେଲେ ସେ ଆପଣଙ୍କଠୁ କେବଳ ଠକିକି ପଇସା ନେବ। ଏବଂ ଆପଣ ମାନେ ଦେଖନ୍ତୁ ଯୋଉମାନେ ବାସ୍ତୁ ଆଉ ଆଷ୍ଟ୍ରୋଲୋଜିରେ ଠକିକି ପଇସା ନେଇଛନ୍ତି, ତାଙ୍କର ଶେଷ ଜୀବନ କେବେ ବି ଭଲରେ ଯାଇନାହିଁ। ତେଣୁ ଏବେ ଆମେ ଜାଣିବା ଯେ ଏଇ ଯଦି ବାସ୍ତୁ ପ୍ରୋବ୍ଲେମ ଟା ରହିଲା, କଣ କଣ ହବ। ଆମେ ଆଗକୁ ତ ଡିଟେଲ ୟାକୁ ନିଶ୍ଚିତ ଭାବରେ ପଢିବା, ପୁରା ଗୋଟେ ଗୋଟେ ସିରିଜ ପୁରା ସିରିଏଲି କରିବା, ଯେମିତି ଲୋକମାନେ ସେଟାକୁ ବୁଝିପାରିବେ, ତାର ଉପାଦେୟତାକୁ ବୁଝିପାରିବେ। ମାନେ ଯଦି କୋଉଠି ବାସ୍ତୁର ପ୍ରୋବ୍ଲେମ ରହିଲା, ମଣିଷର ହଜାରେ ଦକ୍ଷତା ଥିଲେ ମଧ୍ୟ ତାର ସେ ଦକ୍ଷତାର ପ୍ରତିପାଦନ ଟା ପାଇବ ନାହିଁ। ନିଜର ବନ୍ଧୁ ବାନ୍ଧବ, ତାର କର୍ମକ୍ଷେତ୍ର, ତାର ଆତ୍ମୀୟ ସ୍ୱଜନ, ସେମାନେ ତାକୁ ସପୋର୍ଟ କରିବେ ନାହିଁ। ପରିବେଶରୁ ସେ ସେତିକି ଆମାଉଣ୍ଟର ଫାଇଦା ପାଇବ ନାହିଁ। ତାର ଯୋଉ କ୍ରିଏଟିଭିଟି ବୁଦ୍ଧି ସେଟା ବି ଆସିବ ନାହିଁ। ଏବଂ ତାର ଯୋଉ କ୍ଷତି ହବ ତା ଦେହରୁ କେମିତି ସେ, ଦେଖନ୍ତୁ ପ୍ରତ୍ୟେକ ଲୋକଙ୍କ ଜୀବନରେ ଭଲ ଅଛି ଖରାପ ଅଛି, ଲାଭ ଅଛି କ୍ଷତି ଅଛି। ସେ ଲାଭ କ୍ଷତିର ଉର୍ଦ୍ଧ୍ୱକୁ, ମାନେ ଲାଭ କ୍ଷତିରୁ କେମିତି ଭାବରେ ଉନ୍ନତ ମାନର ହବ, ସେଇଟା ସିଏ ବାସ୍ତୁର ଜିନିଷଟା ଜାଣିଲେ ସେ କରିପାରିବ। ତାପରେ ତାକୁ ମାନ୍ୟତା ବି ଖାତିର, ଯୋଉ ଅର୍ଥ ମାନ ଯଶ ଚତୁର୍ବର୍ଗ, ତାକୁ ତାକୁ ଅର୍ଥ ମାନ ଯଶ ଧର୍ମ ଅର୍ଥ କାମ ମୋକ୍ଷ, ଏ ଚାରିଟା ଜିନିଷ ପାଇଁ ବି ବାସ୍ତୁ ଆବଶ୍ୟକତା ରହିଛି। ଏବଂ ତାର ଯୋଉ ସମସ୍ତଙ୍କୁ ଦେଖନ୍ତୁ ଆଜିକା ଯୁଗରେ ପଇସା ଦରକାର। ଯଦି ତାର କାର୍ଯ୍ୟ ଠିକ ଚାଲିଲା, ତାହେଲେ ତାର ପଇସା ଆସିବ। ଯଦି ତାର କାର୍ଯ୍ୟ ହିଁ ଠିକ ଚାଲିବନି, ତାହେଲେ ତାର ପଇସା ଆସିବନି। ଆପଣଙ୍କର ହଜାର କାର୍ଯ୍ୟ ଚାଲୁଥିଲେ ମଧ୍ୟ ଯଦି ଆପଣଙ୍କର ମନ ଖରାପ ଅଛି, ତାହେଲେ ଆପଣ କେବେ ବି ସେ ପଇସାର ଇନକମ କରିକି ତାକୁ ଭୋଗ କରିକି ସୁଖ ଶାନ୍ତିରେ ରହିପାରିବେନି। ତେଣୁ ଏଇ ସବୁ ଜିନିଷକୁ ଯଦି ଆମେ ସଜାଡିବାକୁ ଚାହିଁବା, ତାହେଲେ ଆମକୁ ପ୍ରପର ଶାସ୍ତ୍ର ଭିତ୍ତିକ ବାସ୍ତୁ ନଲେଜ ଆବଶ୍ୟକତା ରହିଛି। ଏ ଜିନିଷଟା ଆପଣ ମାନେ କ୍ଲିୟର ହେଇଯାଆନ୍ତୁ। କୌଣସି ଏମିତି ମତାମତ ଦିଅନ୍ତୁ ନାହିଁ ଯାହା ଶାସ୍ତ୍ରରେ ନାହିଁ। ଯଦି ଶାସ୍ତ୍ରରେ ଅଛି ବା ସେଟା ସର୍ବଜନ ଆଦୃତ ହେଇଛି, ବା ସେଟା ଉପରେ ଆପଣ ରିସର୍ଚ୍ଚ କରି ଦେଖିଛନ୍ତି ନା ଏଇ ଜିନିଷଟା ଠିକ, ବାସ୍ତୁର ସିଦ୍ଧାନ୍ତ ପ୍ରକୃତ ନିୟମ ଅନୁସାରେ ଏଇଟା ହେଇଛି, ତାହେଲେ ଦେଖିବେ ଯୋଉ ଘରଟି ବାସ୍ତୁ ହିସାବରେ ହେଇଥିବ, ତାର ସେ ଘର ଲୋକମାନେ ବହୁତ ପ୍ରକାର ଉନ୍ନତି କରିବେ, ସେ ପରିବାର ଉନ୍ନତି କରିବ। କିନ୍ତୁ ଯଦି ବାସ୍ତୁ ହିସାବରେ ନ ହେଇଥିବ, ହଜାରେ ହଜାରେ କୋଟି ଟଙ୍କା ତାଙ୍କ ପାଖରେ ଥିଲେ ମଧ୍ୟ ତାଙ୍କର ମାନସିକ ଶାନ୍ତି ରହିବନି ଏବଂ ଧୀରେ ଧୀରେ ତାଙ୍କର ବେପାର ବାଣିଜ୍ୟ ଡାଉନକୁ ପଳେଇବ। ଏବଂ ମୋର କହିବାର ତାତ୍ପର୍ଯ୍ୟ ହେଲା, ଯଦି କୌଣସି ଜାଗାରେ ବାସ୍ତୁର ପ୍ରୋବ୍ଲେମ ରହୁଛି, ତାହେଲେ ଆପଣଙ୍କୁ ବହୁତ ଜୀବନରେ ହନ୍ତସନ୍ତ ହବାକୁ ପଡିବ ହିଁ ପଡିବ। କଣ ହବ ନା, ବିଭିନ୍ନ ଗୋଟେ ଲୋକଙ୍କ ସହିତ ବିଭିନ୍ନ ପ୍ରକାର ଘରେ ତାଙ୍କର ପରିବାର ପରିବେଶ ବାଲାଙ୍କ ସହିତ ଦୁର୍ଘଟଣା ହବ, ସବୁବେଳେ ମନ ଖରାପ ରହିବ, ଆଂଜାଇଟି ରହିବ, ଉତ୍କଣ୍ଠା ରହିବ, ଘରେ ପଇସା ରହିବନି, ସଞ୍ଚୟ ହବ ନାହିଁ। ତାପରେ ମାନେ ମାନେ ବେକାରଟାରେ ଫାଲତୁ ଖର୍ଚ୍ଚ ହବ। ପିଲାମାନେ କୁସଙ୍ଗତିରେ ପଡିକି ମଦ ଫଦ ପିଇବେ ଏବଂ ପ୍ରେଗନେନ୍ସିରେ ଡିଲେ ହବ, ଡେରିରେ ଗର୍ଭଧାରଣ ହବ ବା ଗର୍ଭପାତ ବାରମ୍ବାର ହବ, ଶାରୀରିକ ଅସୁସ୍ଥତା ମଧ୍ୟ ରହିବ। ଏବଂ ବହୁ କାଳରୁ କ୍ରୋନିକ ଡିଜିଜ ଯୋଉଗୁଡାକ, ସେଗୁଡାକ ମଧ୍ୟ ବାସ୍ତୁ ଯୋଗୁ ହୁଏ। ଏଇ କ୍ୟାନ୍ସର ରିଲେଟେଡ ଡିଜିଜ ଯଦି କାହାର ନର୍ଥ ଇଷ୍ଟ ଡିରେକ୍ସନରେ ପାଇକିନା ରହିଗଲା, ତାହେଲେ ତାକୁ କ୍ୟାନ୍ସର ହେବ ହିଁ ହବ, ନହେଲେ କିଛି ଗୋଟେ ବ୍ରେନ ଟ୍ୟୁମର ହେବ ହିଁ ହବ। ଏମିତି ହବ କ୍ରୋନିକ ଡିଜିଜ ହବ, ସେ ଡିଜିଜ ମୁକୁଳି ପାରିବନି। ତାର ପିଲାମାନେ ତାଙ୍କର ସେତିକି ଆମାଉଣ୍ଟର ଉନ୍ନତି କରିପାରିବେନି। ଆପଣ ମାନେ ଯଦି ଚାହିଁବେ କି ପିଲାଟା କାହିଁ ମୋର ଉନ୍ନତି କରିପାରୁନି, ଏତେ ତ ପଢୁଛି, ଏତେ ମେହନତ କରୁଛି, କାହିଁକି ସେ ଆଶାନୁରୂପ ଫଳ ପାଉନି, ସେଇଟା ବି ବାସ୍ତୁ ଯୋଗୁ ହୁଏ। ତାପରେ ପିଲାମାନଙ୍କ ପାଠ ପଢିବା, ପିଲାମାନଙ୍କ ଇଭିନ ମନେ ରହିବା ମଧ୍ୟ ବାସ୍ତୁ ଉପରେ ଡିପେଣ୍ଡ କରିକି, ସେ କୋଉ ଜୋନରେ ବସି ପାଠ ପଢୁଛି, କୋଉ ଜୋନରେ ବସିକି ନିଜର କାମ କରୁଛି। ତାପରେ ନିଜର ସାଂସାରିକ ପାରିବାରିକ ଜୀବନର ଉନ୍ନତି ମଧ୍ୟ ତା ଉପରେ ନିର୍ଭର କରେ।
ଏବଂ ଏବଂ ରାତିର ନିଦ ପର୍ଯ୍ୟନ୍ତ ବାସ୍ତୁ ଉପରେ ନିର୍ଭର କରେ କି ଆମର କୋଉ ଜୋନରେ ଇଏ କରୁଛି। ସେଇଟା କେବଳ ଅନୁଭବର ବ୍ୟାପାର, କରିଲେ ହିଁ ପାଇବା, ନ କରିକି କେହି କିଛି ପାଇନି। ତାପରେ ଧର ହଠାତ୍ ଘରେ ଲୋକମାନଙ୍କର ଅକାଳ ମରଣ ହେଇଯାଉଛି, ଅପମୃତ୍ୟୁ ହଉଛି, ସେଇଟା ବି ବାସ୍ତୁ ଇଏ ଯୋଗୁ। ଏବଂ ଯୋଉମାନଙ୍କର ନୂଆ ଯୋଉମାନେ ବାହା ହେଇକି ଆସୁଛନ୍ତି ତାଙ୍କର ଦାମ୍ପତ୍ୟ ଜୀବନର ପ୍ରୋବ୍ଲେମ ଯୋଉ ସୃଷ୍ଟି ହଉଛି, ସେଟା ବି ଯଦି ରଙ୍ଗ ଡିରେକ୍ସନରେ ଶୋଉଛନ୍ତି, ସେ ଯୋଉ ଏଇ ସବୁ କହିବାର, ଏଇଟା ଏଇଟା ମାନେ ଏଇଟା ଆକ୍ଚୁଆଲି ଅନୁଭବର ବ୍ୟାପାର। ଆମର ମ୍ୟାମ କହୁଥିଲେ, ଆମେ ଯାହାଙ୍କ ପାଖରେ ପାଠ ପଢୁଛୁ, ସେ ମ୍ୟାମ କହୁଥିଲେ କି ଗୋଟେ ପିଲାଟେ ଥିଲା, ସେ 9ଟା ଏକ୍ସାମ କ୍ଲିୟର କରିକି ବସିଥିଲା ଏବଂ ସେ ବିଷାଦ ଜୋନରେ ଶୋଉଥିଲା ତା ଘରେ। ସେ ଚାକିରି ପାଇକି ଚାକିରି ଜଏନ କରିବାକୁ ଯାଉନଥିଲା, ତାର ମେଣ୍ଟାଲ କଣ୍ଡିସନ ଏମିତି ହେଇଯାଇଥିଲା। ଚାକିରି କରିକି ବି, ଚାକିରି ପାଇକି ବି କରିବାକୁ ଯାଉନଥିଲା। ଯେତେବେଳେ ତାର ବେଡରୁମ ଟା ବାସ୍ ଚେଞ୍ଜ କରାଗଲା, ସେତେବେଳେ କଲା। ଏହାର ସାଇଣ୍ଟିଫିକ ରିଜନ କଣ? ଆରେ ତମେ 24 ଘଣ୍ଟା, ଦିନକ ଯଦି 24 ଘଣ୍ଟା ହୁଏ, ଆଟଲିଷ୍ଟ 6 ଘଣ୍ଟା ତ ଶୋଇବ। ଜଣେ 6 ଘଣ୍ଟା ନହେଲେ 4 ଘଣ୍ଟା ତ ଶୋଇବ। ତାହେଲେ 6 ରୁ 4 ଘଣ୍ଟା ଯଦି ସେ ବିଷାଦ ମଣ୍ଡଳରେ ବିତେଇଲା ତାର ସମୟଟା, ତାହେଲେ ସେ ଜୋନରେ ବିତେଇଲେ ତ ତାର ସେଇ ଭାଇବ୍ରେସନ ଟା ତା ଭିତରେ ଇଏ ହେଲା। ଆଜିକାଲି ଆପଣ ମାନେ ଏଇ ଗୋଟେ ଛୋଟ ଏକ୍ସାମ୍ପଲ ମୁଁ କହୁଛି, ଧର କିଏ ନର୍ଥ କୁ ମୁଣ୍ଡ କରି ସବୁବେଳେ ଶୋଇବ, ତାହେଲେ ତାର ମାଇଣ୍ଡ ରିଲେଟେଡ ପ୍ରୋବ୍ଲେମ ରହିବ। ଏମିତି ଶୁଣାଯାଏ କି ଗଣେଶ କୁଆଡେ ନର୍ଥକୁ ମୁଣ୍ଡ କରି ଶୋଇଥିଲେ ବୋଲି, କେହି ତ ଦେଖିବାକୁ ଯାଇନାହାନ୍ତି, କିନ୍ତୁ ଗୋଟେ ପୌରାଣିକ ଷ୍ଟୋରି ଅଛି ଯେ ଗଣେଶ କୁଆଡେ ନର୍ଥକୁ ମୁଣ୍ଡ କରି ଶୋଇଥିଲେ ବୋଲି ତାଙ୍କର ଏମିତି ଅସୁବିଧା ହେଲା। ମାନେ ସରି, ସେ ଯୋଉ ହାତୀର ଯୋଉ ଇଏ ହେଲା, କଣ ସେ ଷ୍ଟୋରି ଏତେ ଏକ୍ଜାକ୍ଟଲି ମନେ ନାହିଁ, ବଟ ଏଇଟା କହନ୍ତି ଲୋକ ପ୍ରଚଳିତ କଥା ହିସାବରେ। ସେଇଟା ମୁଁ ଜଷ୍ଟ ଆପଣ ମାନଙ୍କୁ ଉଦାହରଣ ଦଉଛି। ତେଣୁ ଏଇ ସବୁ ଜିନିଷରୁ ମୁକୁଳିବା ପାଇଁ ଆମକୁ ବାସ୍ତୁର ନଲେଜ ଟା ନିତ୍ୟାନ୍ତ ଭାବରେ ଆବଶ୍ୟକ। ଆପଣ ମାନେ ମାନନ୍ତୁ ଚାहे ନ ମାନନ୍ତୁ, ପ୍ରତ୍ୟେକ ଜିନିଷର ଭାଇବ୍ରେସନ ଅଛି। କୌଣସି ଜିନିଷ ମୋ ହିସାବରେ, ଯୋଉମାନେ ସ୍ପିରିଚୁଆଲରେ ଅଛନ୍ତି, କୌଣସି ଜିନିଷକୁ ସେମାନେ ଜଡ ବୋଲି ଭାବନ୍ତି ନାହିଁ। ପ୍ରତ୍ୟେକ ଜିନିଷର ଭାଇବ୍ରେସନ ଅଛି ଆଜ୍ଞା। ଏବଂ ସେଇ ଭାଇବ୍ରେସନ ହିଁ ବାସ୍ତୁ। ଆମେ ଯଦି ସେ ଭାଇବ୍ରେସନ ସହିତ ନିଜର ଜୀବନ ଶୈଳୀ, ନିଜର ରହନ ସହନକୁ ଆଲାଇନ କରିଦବା, ଆମେ ତାର ବେଷ୍ଟ ରେଜଲ୍ଟ ପାଇପାରିବା। କାରଣ ମୂଳରୁ କହିଛି, ପ୍ରତ୍ୟେକ ଜିନିଷ ହଉଛି ପଞ୍ଚଭୂତର ସମ୍ମିଶ୍ରଣ। ଏବେ ଯଦି ପଞ୍ଚଭୂତର ସମ୍ମିଶ୍ରଣ ଅଛି, ଅଗ୍ନି, ପୃଥିବୀ, ବାୟୁ, ଜଳ, ଆକାଶ, ଏଇ ପଞ୍ଚଭୂତ ଯଦି ସବୁ ଜିନିଷକୁ ନେଇ ଗଠିତ, ଏଇ ପଞ୍ଚଭୂତ ବାହାରୁ ତ କୌଣସି ଏଲିମେଣ୍ଟ ନାହିଁ ନା ଭାଇ। ଏଇ ପଞ୍ଚଭୂତକୁ ନେଇକି ଯଦି ତମେ ବାଲାନ୍ସ ୱେରେ ଚାଲିଲ, ତମ ଜୀବନଟା ବାଲାନ୍ସ ହେଇକି ଚାଲିବ। ଆଉ ଏଇଟାର ନଲେଜ ଆପଣ ମାନଙ୍କୁ ପଢି ପଢି ନିଜେ ବାସ୍ତବରେ କରି କରି ଦେଖିଲେ ହିଁ ଆପଣଙ୍କୁ ମିଳିବ। ଏମିତି ନାହିଁ କି ମୋର ସବୁ ପ୍ରୋବ୍ଲେମ, ମୋର ସବୁ ବାସ୍ତୁ ଅନୁଯାୟୀ ଠିକ ଅଛି। ମୋର ବାସ୍ତୁ ଅନୁଯାୟୀ ଠିକ ନାହିଁ ବୋଲି ତ ମୁଁ ପଢିଲି ନା। ମୋର କହିବାର ତାତ୍ପର୍ଯ୍ୟ, ଆଉ ଧୀରେ ଧୀରେ ତାକୁ ଚେଞ୍ଜ କରିବାକୁ ଚେଷ୍ଟା କରୁଛି। ତେଣୁ ମୋର କହିବା କଥା ହେଲା କି, ସବୁ ଜିନିଷ ପୁରା ଆଜ ଇଟ ଇଜ ଠିକ ହେଇପାରିବ ସେମିତି ମାନେ ନାହିଁ। କିନ୍ତୁ ଆମେ ମାନେ ଯଦି ଚେଷ୍ଟା କରିବା, ଧୀରେ ଧୀରେ ପଢିବା, ହୁଏତ ଆମେ କାହାକୁ କହିପାରିବା କି ଏଇ ଜିନିଷଟାର, ଏଇ ଅସୁବିଧାର କାରଣ ଏଇଆ। ତେଣୁ ଆମେ ଜଷ୍ଟ ଆଜି ବାସ୍ତୁ ବିଷୟରେ ଡିସ୍କସନ କଲେ କି ଏଇ ଯୋଉ ବାସ୍ତୁ ବିଷୟରେ ଜାଣିବା କଣ ପାଇଁ ଦରକାର ଏବଂ ଏହାର ଉପାଦେୟତା କଣ। ଆପଣ ନିଶ୍ଚିତ ଭାବରେ ରିମେଡି ଯଦି ବାସ୍ତୁର କରନ୍ତି, ଯଦି ଆପଣଙ୍କର ପ୍ରୋବ୍ଲେମ ହେଇଛି, ତାହେଲେ ତାର ନିଶ୍ଚିତ ସୁଫଳ ପାଇବେ। ଏବଂ ଯଦି କିଛି ବି ଜିନିଷ ବାସ୍ତୁ ହିସାବରେ ନାହିଁ, ତାହେଲେ ସେଇ ଜୋନ ରିଲେଟେଡ ଆପଣ କୁଫଳ ପାଇବେ ହିଁ ପାଇବେ। ତ ଏଇଟା ଥିଲା ଆଜିର ଉପାଦେୟତା। କାଲି ଆମେ ଜାଣିବା, ଯଦି ଗୋଟେ ଜାଗାକୁ ଯିବା, ଆମେ କଣ ଦେଖିବା ଯେ ଜାଣିପାରିବା, ମାନେ କଣ କଣ ଗୋଟେ ଗୋଟେ ନୂଆ ଜାଗାକୁ ଗଲେ, ତାହେଲେ ଆମେ କଣ ଏମିତି ଦେଖିବା ଯେ ବାସ୍ତୁ କରିବା ପୂର୍ବରୁ, ନଲେଜ କରିବା ପୂର୍ବରୁ, ଯେ କଣ ଦେଖିବା, କିପରି ଭାବରେ ଆପ୍ରୋଚ ନବା, ସେଇ ଜିନିଷ ବିଷୟରେ ଜାଣିବା। ତାହେଲେ ଆଜି ପାଇଁ ଏତିକି। ସମସ୍ତଙ୍କୁ ପୁଣି ଥରେ ଜୟ ଶ୍ରୀ ଜଗନ୍ନାଥ।